ବର୍ତ୍ତମାନ ଟାଇମରେ ଆପଣ ଯଦି ଫେସବୁକ୍ ଓପନ୍ କରିବେ ଦେଖୁଥିବ ଲଗ୍ଇନ୍ ଭଳି ଅପସନ୍। ମାନେ କିଛି କିଛି ପିଲାଙ୍କର ଲଗ୍ଇନ୍ ହେଇଯାଉଛି ଆଉ କିଛି କିଛି ପିଲାଙ୍କର ଲଗ୍ଇନ୍ ହେଉନି। ଏମିତି କ'ଣ ପାଇଁ ଏତେ ସର୍ଭର ଡାଉନ୍ ହେଉଛି? କେବଳ ଫେସବୁକ୍ ନୁହେଁ, ଇନଷ୍ଟାଗ୍ରାମ ବି ସର୍ଭର ଡାଉନ୍ ଦେଖାଉଛି। ଚାଲନ୍ତୁ ଏଇ ଭିଡ଼ିଓରେ ତୁମକୁ ସବୁକିଛି ଡିଟେଲ୍ କହିବି। ସତରେ କ'ଣ ଇନଷ୍ଟାଗ୍ରାମ ଫେସବୁକ୍ ବ୍ୟାନ୍ ହେଇଯିବ କି? ସବୁକିଛି ଏଇ ଭିଡ଼ିଓରେ ମଧ୍ୟ ପାଇପାରିବେ। ବହୁତ ବଡ଼ ବଡ଼ କ୍ରିଏଟର ମଧ୍ୟ ଡରିଗଲେଣି। ଫେସବୁକ୍ ଇନଷ୍ଟାଗ୍ରାମ କ'ଣ ପାଇଁ ଓପନ୍ ହେଉନି? ସତରେ କ'ଣ ଇନଷ୍ଟା ଫେସବୁକ୍ ବ୍ୟାନ୍ ହେଇଯିବ କି? ତ ତମେ ବି ଜାଣିଥିବ ପ୍ରତିଦିନ ଡେ ବାଇ ଡେ ପ୍ରତି ମିନିଟ୍ ପ୍ରତି ସେକେଣ୍ଡରେ ବହୁତ ପିଲା ଇନଷ୍ଟାଗ୍ରାମ ଫେସବୁକ୍ରେ ପର ୟୁଜର୍ କାହା ପାଖରେ 10ଟା ଆଇଡି ରହିଲାଣି, କାହା ପାଖରେ 20ଟା ଆଇଡି ରହିଲାଣି। ଏମିତି ପର ୟୁଜର୍ ମଧ୍ୟ ନୂଆ ୟୁଜର୍ ମଧ୍ୟ ଆଡ଼୍ ହେଉଛନ୍ତି। ଏବଂ ବହୁତ ସାଇବର କ୍ରାଇମ୍ ଠକେଇରେ ଅନଲାଇନ୍ ଠକେଇରେ ମଧ୍ୟ ପଡ଼ୁଛନ୍ତି ବହୁତ ଉପାୟରେ। ଗୋଟେ ସିମ୍ପଲ୍ ଏକ୍ଜାମ୍ପଲ୍ ଦେଇ କହିଦେଉଛି। ସପୋଜ୍ ଇନଷ୍ଟାଗ୍ରାମରେ ସପୋଜ୍ ନିଜେ ଗୋଟେ ପୁଅ ପିଲା ହେଇଥିବ, ଗୋଟେ ଝିଅ ପିଲା ଫେକ୍ ଆଇଡ଼ି ଓପନ୍ କରିକି କୌଣସି ଗୋଟେ ପିଲାଙ୍କୁ ଯଦି ବ୍ଲାକମେଲ୍ କରିକି ଏମିତି ଗୋଟେ ପଇସା ମଧ୍ୟ ଆଣିପାରୁଛି। ଏମିତି କେବଳ ଇନଷ୍ଟାଗ୍ରାମ ନୁହେଁ, ଫେସବୁକ୍ରେ ମଧ୍ୟ ଆହୁରି ଭେରାଇଟି ଉପାୟରେ ତମେମାନେ ବି ସୋସିଆଲ୍ ମିଡ଼ିଆ ନ୍ୟୁଜ୍ ଫ୍ୟୁଜ୍ରେ ମଧ୍ୟ ତମେ ଜାଣିପାରୁଥିବ। ଫେସବୁକ୍ ଇନଷ୍ଟାଗ୍ରାମରେ ନିଜ ଗୋଟେ ଫେକ୍ ଆଇଡ଼ି ବି ବହୁତ ସାରା ସାଇବର କ୍ରାଇମ୍ ମଧ୍ୟ ରହୁଛି। ତ ତେଣୁ ସେମାନଙ୍କର ଫେକ୍ ଆଇଡ଼ି ମଧ୍ୟ ବ୍ୟାନ୍ କରିବା ପାଇଁ ବର୍ତ୍ତମାନ ବହୁତ ସାରା ସର୍ଭର ଡାଉନ୍ ରହୁଛି। ହେଲା, ଏଇଟା ହେଉଛି ପ୍ରଥମ ଗୋଟେ। ଆଉ ସେକେଣ୍ଡ ରହିଲା, ତୁମେ ଯେତେବେଳେ ବି ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମ କିମ୍ବା ତୁମେ ଯେତେବେଳେ ବି ହ୍ୱାଟ୍ସଆପ୍ ଓପନ୍ କରିବ, ଗୋଟେ ସେଇଟା ମେଟା ଦ୍ୱାରା ସେଇଟା ଗୋଟେ ସ୍ପନ୍ସର୍ ରହୁଛି। ଓକେ, ମୁଁ ତୁମକୁ ଏଇଠି ଦେଖେଇ ଦେଉଛି। ଓକେ, ଏଇଭଳିଆ ଗୋଟେ ମେଟା ଭଳିଆ ଚିହ୍ନ ମଧ୍ୟ ଦେଖିପାରୁଥିବ। ଏଇଟା ଇନଷ୍ଟାଗ୍ରାମ, ଫେସବୁକ୍ ଏବଂ ହ୍ୱାଟ୍ସଆପ୍ରେ ମଧ୍ୟ ଏଇଟା ଗୋଟେ ସ୍ପନ୍ସର୍ ନେଇଛି। ମାନେ ମେଟାଙ୍କର ସେଇଟା ସେକ୍ସନ୍ଟା ଯେଉଁଟା ଥିଲା ସେଇଟା ଗୋଟେ ମାନେ ଏକ୍ସପାୟାର ହେଇଗଲାଣି। ଏଇଟା ଅପଗ୍ରେଡ୍ କରିବା ପାଇଁ ସେଇଟା ସର୍ଭର ଡାଉନ୍ ମଧ୍ୟ ରହୁଛି। ଏହି ଦୁଇଟା ଯୋଗୁଁ ହିଁ ଇନଷ୍ଟାଗ୍ରାମ, ଫେସବୁକ୍ ମଧ୍ୟ ସର୍ଭର ଡାଉନ୍ ମଧ୍ୟ ରହୁଛି। ଆଉ ବଡ଼ ବଡ଼ କ୍ରିଏଟର ମାନେ ଯେଉଁମାନେ ଇନଷ୍ଟାଗ୍ରାମ ଓପନ୍ କରିକି ନିଜ ଭିଡ଼ିଓ ପୋଷ୍ଟ କରୁଛନ୍ତି, ଯେଉଁମାନଙ୍କର 1 ମିଲିୟନ୍ 2 ମିଲିୟନ୍ ଫଲୋଅର୍ସ ମଧ୍ୟ ରହୁଛି, ସେମାନଙ୍କ ମନରେ ବହୁତ ଭୟ ଆସୁଛି। ଯଦି ବି ଇନଷ୍ଟାଗ୍ରାମ ବ୍ୟାନ୍ ହେଇଯିବ, ଯଦି ଇନଷ୍ଟାଗ୍ରାମ କିମ୍ବା ଫେସବୁକ୍ ଯଦି ବ୍ୟାନ୍ ହେଇଥାନ୍ତା, ତା ପୂର୍ବରୁ ମଧ୍ୟ ତୁମେ ନ୍ୟୁଜ୍ ଫ୍ୟୁଜ୍ରେ ମଧ୍ୟ ଦେଖିବାକୁ ପାଇଥାନ୍ତ। ତ ତେଣୁ ତୁମେ ଟେନସନ୍ ନେବା କିଛି ବି ଦରକାର ନାହିଁ। ତ ବହୁତ ସାରା ମାନେ ମେହନତ କରିକି ବହୁତ ବଡ଼ ୟୁଟ୍ୟୁବର କଥା ଛାଡ଼, ଇନଷ୍ଟାଗ୍ରାମ ଫେସବୁକ୍ରେ ସେମାନେ ବହୁତ ସାରା ଭିଡ଼ିଓ ଏଡ଼ିଟିଂ କରିକି ମାନେ ପୋଷ୍ଟ କରୁଛନ୍ତି। ସେମାନଙ୍କୁ ନିହାତି ଭାବରେ ମେହନତ କରୁଛନ୍ତି। ନିହାତି ଭାବରେ ତାଙ୍କୁ ସେଇଟା ଖରାପ ଲାଗିପାରେ, ମାନେ ମନ ଦୁଃଖ ଲାଗିପାରେ ବ୍ୟାନ୍ ହେଇଯିବ। ସେମିତି କିଛି ବି ନାହିଁ। ଯଦି ବି ବ୍ୟାନ୍ ହେଇଥାନ୍ତା, ତା ପୂର୍ବରୁ ତୁମେ ମଧ୍ୟ ଭାଇରାଲ୍ ହେଇଯାଇଥାନ୍ତା। ତ ଟେନସନ୍ ନେବା କିଛି ଦରକାର ନାହିଁ। ସେମିତି କିଛି ବି ନାହିଁ। ଜଷ୍ଟ ସର୍ଭର ଡାଉନ୍ ସେଇଟା ଅପଗ୍ରେଡ୍ ହେଉଛି। ଆଉ କିଛି ମାନେ ଫେକ୍ ଆଇଡ଼ି ସେଇଟା କିଛି ବ୍ୟାନ୍ ହେଇଯିବ। ଆସ୍ତେ ଆସ୍ତେ ବ୍ୟାନ୍ ହେଇଯିବ। ଏମିତି ତ କହିବାକୁ ନାହିଁ ସବୁ ଆଇଡ଼ି ବ୍ୟାନ୍ ହେଇଯିବ। କିଛି ଫେକ୍ ୟୁଜର୍ ଯେଉଁମାନଙ୍କର, ସେମାନଙ୍କର ମଧ୍ୟ ବ୍ୟାନ୍ ହେଇଯିବ। ଆଉ କିଛି ୟୁଜର୍ ମଧ୍ୟ ଥିବ। ଓକେ, ସେଇଥିପାଇଁ ହିଁ ସର୍ଭର ଡାଉନ୍ ରହୁଛି। ଆଉ ବହୁତ ପିଲାଙ୍କ ମନରେ ବହୁତ ଡାଉନ୍ ହେଉଛି, ବହୁତ ପିଲା ମଧ୍ୟ ଡରି ଯାଉଛନ୍ତି। ତ ସେମିତି କିଛି ନାହିଁ। ଓକେ, ତ ଜାଣିପାରିଲ କ'ଣ ପାଇଁ ସର୍ଭର ଡାଉନ୍ ରହୁଛି। ତ ରହୁଛି, ଦେଖାଅ ନେକ୍ସଟ ଭିଡ଼ିଓରେ। ସେଥିପାଇଁ ଜୟ ଜଗନ୍ନାଥ।